बचपन में जिसे चांद सुना था। कृष्णा है कृष्णा तुम्हें नर केसरी। कृष्णा है कृष्णा तुम्हें नर केसरी। के जानी परिवा माया तुम्हारी। के जानी परिवा माया तुम्हारी। कृष्णा है कृष्णा तुम्हें नर केसरी। कृष्णा है कृष्णा तुम्हें नर केसरी। जन्म ହେଲା ପରେ ଅନ୍ଧ ପୋଟଳ ବନ୍ଧା ହେଇଛି। ମାଗଲା କଣ ବେନି ଛୁଆଙ୍କୁ ନେଇକି ଏବେ ମାଲିଆଣି ଚାଲିଗଲା ନିଜ କୁଟୀର। ଗଲା କଣ ଏ ପଟେ କାଠ କଣ୍ଡେଇ ରକ୍ତ ସଳବଳ କରି ରଖିଦେଲେ। ଗଲା କଣ ବାବୁରେ ଶିଲ ବାବୁରେ ପ୍ରଥମେ ଚୁଲି ଜାଳି ଦେଲା କଢେଇ ବସେଇ ଦେଲା ଭୂତ ଡାଲି ଦେଲା ଭୂତ କମତେ ଘିଅ ବାବୁରେ ଯେତେବେଳେ ମାଏ ଘିଅ ଫୁଟିବାକୁ ଲାଗିଲା ମାଲିଆଣି କଲା କଣ ଖଣ୍ଡ ଖଣ୍ଡ କରି ବେନି ଶିଶୁଙ୍କୁ କାଟିଲା। ଶିଶୁଙ୍କୁ କାଟିଲା ଶିଶୁଙ୍କୁ କାଟିଲା। ଯେତେବେଳେ ତତଳା ତୈଳରେ ଛାଡ଼ିଦେଲା ତତଳା ତୈଳରେ ବେନି ପୁଅ ମରେ ନାହିଁ। କଲା କଣ ଶିଳରେ ବାଟିଲା ତାକୁ ନେଇନ ସେଇଠି ଦେବେ ନ ହେଲା
ସେଠେ ଉଧାରିଲେ ସେ ଚକା ଢୋଲା ମା ମାନେ ଶିଳରେ ନେଇ ବାଟେଇଲେ ମଲେ ନାହିଁ ଢିଙ୍କିରେ ନେଇ ସେଥିରେ ମଲେ ସେଥିରେ ମଲେ ନାହିଁ। ନାହିଁ ଯାହାକୁ ରଖିବେ ଅନନ୍ତ କିଏ କରି କରିବ ଅନନ୍ତ। ଶେଷରେ ଗୋଟେ ପେଡିରେ ଭର୍ତ୍ତି କରି ହଁ। ମା ସେ ଗାଁରେ ଥିଲା ଗୋଟେ ବିଷ ପୋଖରୀ ଆଚ୍ଛା। ନା ତାକୁ କହନ୍ତି ବେଣ୍ଟ ପୋଖରୀ ଆଜ୍ଞା। କେହି ବେଣ୍ଟ ପୋଖରୀ କହନ୍ତି କିନ୍ତୁ ସେଇଟା ବିଷ ବିଷ ପୋଖରୀ ପୋଖରୀ ବିଷ ପୋଖରୀରେ ଛୁଆଙ୍କୁ ପୋତି ଦେଲେ ହଁ। ଯେତେବେଳେ ବିଷର ବାଷ୍ପ ଉଠିବ ଉଗାଡ଼ିବ। ସେଇଠି ଛୁଆ ମାନେ ମରିଯିବେ ବୋଲି ମାଲିଆଣୀ ବିଚାର କରି ବେଶ। ନେଇକି ବିଷ ପୋଖରୀରେ ମା ପୋତି ଦେଲା ପୋତି ଦେଲା। ନାରାୟଣ ତାଙ୍କୁ ମାରିଦେବେ ନା ହେଁ? ସେ ତ ଉଦ୍ଧାର ସେ ପୁରା କରିଛନ୍ତି। ବାଳନନ୍ଦନ କାହାର କଣ କ୍ଷତି କରିଛନ୍ତି ନା ଏ ମା ମାନେ ଯାହାକୁ ସାହୁ ଇଥିବେ ପଦ୍ମା ଲୟା ଗରା ଭଗବାନ ଶିବ କରିବ ଯାହାକୁ ରଖିବେ ଅନନ୍ତ ନାଇକି ଗୋବିନ୍ଦ ଯାହାର ଠାକୁର କିସ କରିବ ବଳିଆ ତେଣୁ ମା ହେଲା କଣ ନାରାୟଣ ବିଷ ପୋଖରୀରୁ ଉଦ୍ଧାର କରି ତାକୁ ଜଙ୍ଗଲକୁ ନେଇଗଲେ ଜଙ୍ଗଲରେ ନାଭି ବରାଦ କରି ଏନ୍ତୁଡ଼ି ମା ଜାଳି ଦେଇ 5 ଦିନ ପଞ୍ଚୁଆତି କରି 6 ଦିନରେ ଷଷ୍ଠୀ ପୂଜା କରି ନାରାୟଣ ହସ୍ତକୂପ ସାହାଯ୍ୟରେ ଗଲେ କଣ ବେନି ଭାଇ କର ଏବେ ନାମ ଯେ କରଣ ଆଏ ବେନି ଭାଇ ନାମ ଦେଲେ ହରି ଅରଜୁନ ବେନି ପୁଅର ନାଁ ଦେଲେ ହରି ଅରଜୁନ ଏ ଗୋଟେ ଆଜ୍ଞା ବଡ଼ ରାଣୀ ଯାଇକି କଲେ କଣ ରାଜା ପାଖରେ କଲେ କଣ ଦାସୀ ପରିବାର ଯାଇକି ଜଣେଇ ଦେଲେ ଆଜ୍ଞା ରାଜା। ହଁ ଚାଲ ଦେଖି ଚାଲ ତମର ରାଣୀ ଦୁଇଟା ଛୁଆ ଜନ୍ମ କରିଛି। ହଁ। ହେଲା କଣ ନାରୀ କଥାରେ ରାଜା ଉଠୁ ବସ ହଁ। ବଡ଼ ରାଣୀ ଆଜ୍ଞା ଯାହା କହୁଛନ୍ତି ହଁ। ତାହା ମାନୁଛନ୍ତି